ସାଙ୍ଗ ମାନେ ତ ଦେଖନ୍ତୁ ଆପଣମାନଙ୍କର ଆସୁଛି ଯେଉଁ ଡିଷ୍ଟ୍ରିକ୍ଟ କନେଷ୍ଟବଳ ଆପଣମାନଙ୍କର 4100 ପଦବୀ ତା ପାଇଁ ଯେଉଁ ଆଗାମୀ 3 ମାସର ଷ୍ଟଡି ପ୍ଲାନ୍ ପ୍ରିପାରେସନ୍ ଷ୍ଟ୍ରାଟେଜି କେମିତି କ'ଣ କରିବେ ଏ ଭିଡ଼ିଓ ମାଧ୍ୟମରେ ଆମେ ଡିସ୍କସନ୍ କରିବା। ଆପଣମାନେ ଗୋଟେ କଥା ଜାଣିଥିବେ କି ନାହିଁ, ଯେତେ ସାରା ଗଭର୍ଣ୍ଣମେଣ୍ଟ ଜବ୍ ଆପଣମାନଙ୍କର ଆସୁଛି ଫିଲ୍ଅପ୍ ହେଉଛି ତା ଦେହରୁ ମ୍ୟାକ୍ସିମମ୍ 70 ରୁ 80% ପିଲା କେବଳ ସେଲ୍ଫ ଷ୍ଟଡ଼ିରେ ହିଁ ଜବ୍ ପାଉଛନ୍ତି। କାହିଁକିନା ସେମାନଙ୍କର ସେତିକି ମୋଟିଭେସନ୍ ରହୁଛି ନିଜ ମନରେ, ଆଉ ଯେଉଁଟାକି ପରିଶ୍ରମର ଟାଇମ୍ଟା ସେତିକି ସେ ରହୁଛି। ତ ଆପଣମାନେ ନିଜେ ବି ଚାହିଁଲେ କରିପାରିବେ, ଆଉ ଏମିତି ନୁହଁ କି କେଉଁଠି ଖାଲି କୋଚିଂ କଲେ ଆପଣମାନେ ଜବ୍ ପାଇପାରିବେ। ଓକେ, ଡିଟେଲ୍ସ ଡିସ୍କସନ୍ କରିବା। ଆଉ ଯେଉଁମାନେ ଚ୍ୟାନେଲରେ ଫାର୍ଷ୍ଟ ଟାଇମ୍ ବି ଆସୁଛନ୍ତି ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଆଉ ଭିଡ଼ିଓଟାକୁ ଗୋଟେ ଲାଇକ୍ କରି ରଖନ୍ତୁ। ଆଉ ଏଇ ଟାଇପ୍ର ଅପଡ଼େଟ୍ ଆପଣମାନେ ନିହାତି ଭାବରେ ସର୍ବପ୍ରଥମେ ଆମ ଚ୍ୟାନେଲରେ ପାଇପାରିବେ। ଓକେ, ଆଉ ଯେଉଁମାନେ OSF ସିଭିଲ୍ କନେଷ୍ଟବଳ ପାଇଁ ପ୍ରିପାରେସନ୍ କରୁଛନ୍ତି, ଏକ୍ସଟ୍ରା ନଲେଜ୍ ପାଇଁ ଆମର ମକ୍ ଟେଷ୍ଟ ଗ୍ରୁପ୍ରେ ଜଏନ୍ ହୋଇପାରିବେ। ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆପଣଙ୍କୁ ବାଛିକରି ମକ୍ ଟେଷ୍ଟ ପ୍ରୋଭାଇଡ଼ ହେଉଛି, ଫୁଲ୍ ଲେନ୍ଥ ମକ୍ ଟେଷ୍ଟ, ଯେମିତିକି ଆପଣମାନେ ଏକ୍ଜାମ୍ରେ ଦେବେ। ତ ସିଲାବସ୍ ଅନୁସାରେ ମାତ୍ର 79 ରହିଛି ପ୍ରାଇସ୍, ଯେଉଁଥିରେ ଟାର୍ଗେଟ୍ ଅଛି 50ଟି ଫୁଲ୍ ଲେନ୍ଥ ମକ୍ ଟେଷ୍ଟ ଆପଣମାନଙ୍କୁ ପ୍ରୋଭାଇଡ଼ କରିବାର। ବର୍ତ୍ତମାନ 27-28ଟି ସରିଲାଣି। ତ ବହୁତ ହେଲ୍ପଫୁଲ୍ ରହିବ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଏଇ ନମ୍ବରରେ ହ୍ୱାଟ୍ସଆପ୍ରେ ମେସେଜ୍ କରିକି ଜଏନ୍ ହୋଇପାରିବେ। ଓକେ, ଆଉ OSFର ତ ଲାଟେଷ୍ଟ ଅପଡ଼େଟ୍ ଆପଣମାନେ ଜାଣିଥିବେ। ଏ ଯେଉଁ ପରେ 3ଟି ଆମର ଯେଉଁ ବାଟାଲିୟନ୍ କ୍ରିଏଟ୍ ହେଲା, ତା'ର ହେଡ଼କ୍ୱାର୍ଟର ଭୁବନେଶ୍ୱରରେ ହେଲା ବୋଲି ଆପଣମାନଙ୍କର ନୋଟିସ୍ ସମସ୍ତେ ଜାଣିସାରିଥିବେ। ତ OSFଟା ଆପଣମାନଙ୍କର ବହୁତ ଜଲ୍ଦି ଆସିବା ପାଇଁ ଯାଉଛି। ଓକେ, ଏବେ ଯିବା ଯେଉଁ ଷ୍ଟଡ଼ି ପ୍ଲାନ୍ କ'ଣ ରହିବ। ତ ଦେଖନ୍ତୁ, ସମସ୍ତେ ଗୋଟେ କଥା ଜାଣି ରଖନ୍ତୁ, OSF ହେଉ ସିଭିଲ୍ କନେଷ୍ଟବଳ ହେଉ, ୟାର ସେମ୍ ଆପଣମାନଙ୍କର ସିଲାବସ୍ 7ଟା ସବଜେକ୍ଟକୁ ନେଇକି ସିଲାବସ୍ ରହୁଛି, ଯେଉଁଟାକି କହିଦେଉଛି ମ୍ୟାଥମେଟିକ୍ସ ରହୁଛି, ଆଉ ରିଜନିଂ ରହୁଛି, ଆପଣମାନଙ୍କର ଜିକେ ରହୁଛି, MIL ରହୁଛି, ଯେଉଁଟାକି ଓଡ଼ିଆ ଗ୍ରାମାର ରହୁଛି, ଇଂଲିଶ ଗ୍ରାମାର ରହୁଛି, କମ୍ପ୍ୟୁଟର ରହୁଛି, ଆଉ ଗୋଟେ ସିଚୁଏସନାଲ୍ ଆୱାରନେସ୍ ରହୁଛି। ଏ 7ଟି ସବଜେକ୍ଟ। ଆଉ ଡିଟେଲ୍ସ କେଉଁ ଚାପ୍ଟର ପଢ଼ିବେ ସବଜେକ୍ଟର ମୁଁ ଆମର ଟେଲିଗ୍ରାମ ଗ୍ରୁପ୍ରେ ଦେଇଦେଇଛି PDF, ଆପଣମାନେ ଦେଖିପାରିବେ। ଡିସ୍କ୍ରିପ୍ସନରେ ଆପଣମାନଙ୍କୁ ଲିଙ୍କ୍ ଦେଇଛି, ଟେଲିଗ୍ରାମରେ ଜଏନ୍ ହେଇକି ଦେଖିପାରିବେ। ଓକେ, ଆଉ ଗୋଟେ କଥା ରହିଲା ଆପଣଙ୍କର କୋଶ୍ଚିନ୍ ଲେବଲ୍। ତ ପୂର୍ବ କୋଶ୍ଚିନ୍ କି ଜମା ବି ଫଲୋ କରିବା ନାହିଁ, କାହିଁକି କିଛି ବି ହେଇପାରେ। ଆପଣମାନଙ୍କ ଆଗକୁ ଯେଉଁ ଏକ୍ଜାମ୍ ହେବ, ଏଇ ଯେଉଁ ଜିଲ୍ଲା କନେଷ୍ଟବଳ ହେଉ, OSFର ହେଉ, ତା'ର କୋଶ୍ଚିନ୍ ଲେବଲ୍ଟା ମଡରେଟ୍ ବି ଆସିଯାଇପାରେ, ହୁଏତ ଇଜି ଆସିପାରେ କି ଟପ୍ ଆସିପାରେ, ସେମିତି କିଛି ବି କହିହେବନି। ଆମକୁ କିନ୍ତୁ ସିଲାବସ୍ରୁ ସାରିବା ପାଇଁ ପଡ଼ିବ, କିନ୍ତୁ ସେଇ ସିଲାବସ୍ରୁ ହିଁ ଆପଣମାନଙ୍କର ପ୍ରଶ୍ନ ଆସିବ। ତ ଯଦି ଭଲସେ ପ୍ରିପାରେସନ୍ କରିଥିବେ, ମଡରେଟ୍ ଆସୁ ଟପ୍ ଆସୁ ଯେମିତି ବି ଆସୁ, ଆପଣମାନେ ପ୍ରିପାରେସନ୍ କରିଥିଲେ କରିପାରିବେ। ବୁଝିପାରିଲେ? ବର୍ତ୍ତମାନ ଗୋଟେ ଛୋଟିଆ ଏକ୍ଜାମ୍ପଲ୍ ଦେଉଛି। RI ଯେଉଁ ଏକ୍ଜାମ୍ ଚାଲିଛି, ପୂର୍ବର ସବୁ ଏକ୍ଜାମ୍କୁ ଯଦି OSSSCର ପାଟର୍ନକୁ ଫଲୋ କରିବେ ତ ସେମିତି କୋଶ୍ଚିନ୍ ହିଁ କିଛି ଆସୁନି, ଟିକେ ମଡରେଟ୍ ଟାଇପ୍ର କୋଶ୍ଚିନ୍ ଆସୁଛି, ବର୍ତ୍ତମାନ ଚେଞ୍ଜ ହେଇଛି। ତ ଏଥିରେ ବି ସେମିତି ହେଇପାରେ। ଓକେ, ତ ସେଥିପାଇଁ ସେଇଭଳିଆ ପ୍ରିପାରେସନ୍ କରନ୍ତୁ। କୋଶ୍ଚିନ୍ ଲେବଲ୍ ଯେ ଟାଇପ୍ର ଆସୁ ପଛେ ତ କରିପାରିବେ ଭଲରେ। ଓକେ, ଆଉ ଗୋଟେ ରହିଲା, ବହୁତ ସାରା କୋଶ୍ଚିନ୍ ଆସିଥିଲା ଯେଉଁ ଆମର 100 ମାର୍କର ଏକ୍ଜାମ୍ ହେବ, କେଉଁଥିରୁ କେତୋଟି ଲେଖା କୋଶ୍ଚିନ୍ ରହିବ। ତ ସେମିତି କିଛି ଆମର ଅଫିସିଆଲ୍ ତ ମେନସନ୍ ନାହିଁ। ଆମେ ପୂର୍ବଟାକୁ ଫଲୋଅପ୍ କରିପାରିବା। ଯେମିତିକି 2023ରେ ଏକ୍ଜାମ୍ ହେଇଥିଲା ସିଭିଲ୍ କନେଷ୍ଟବଳର, ତ ସବୁଥିରୁ 15 ମାର୍କ ଲେଖା ଆସିଥିଲା, କେବଳ ଓଡ଼ିଆଟି 10 ମାର୍କ ଆସିଥିଲା। ତ ସେମିତି ଆମେ ଧରି ଚାଲିବା। 6ଟି ସବଜେକ୍ଟରୁ ଆପଣମାନଙ୍କର 15 ମାର୍କ ଆସିବ, ଆଉ ଗୋଟେ ଯେକୌଣସି ହେଉ, ଇଂଲିଶ ହେଉ କି ଓଡ଼ିଆ ହେଉ, ଏଇ ଦୁଇଟାରୁ ଆଉ କେଉଁଟା ନାହିଁ, ତ କେଉଁଥିରୁ ବି 10 ଆସିଯାଇପାରେ। ଓକେ, ତ ସେଇ ଅନୁସାରେ ଆପଣମାନେ ପ୍ରିପାରେସନ୍ କରନ୍ତୁ। ଆଉ ରହିଲା କେମିତି ପଢ଼ିବେ। ବର୍ତ୍ତମାନ ଟାଇମ୍ ଆସୁଛି ଆପଣମାନଙ୍କର, ଗୋଟେ ମାସ ସମୟ ନିଅନ୍ତୁ। ଯଦି ସିଲାବସ୍ ସାରିନାହାନ୍ତି, ସିଲାବସ୍ କମ୍ପ୍ଲିଟ୍ କରନ୍ତୁ, ପୁରା ଭଲସେ ପଢ଼ନ୍ତୁ। ଦେଖନ୍ତୁ, ଏମିତି ଖାଲି ଦେଖିଦେଇକି ଗଲେ ହେବନି, କାହିଁକିନା କୋଶ୍ଚିନ୍ ଲେବଲ୍ ବି ବଦଳି ଯାଇପାରେ ଆଗକୁ ଯେଉଁ ଏକ୍ଜାମ୍ ହେବ। ତ ଯଦି ସିଲାବସ୍ ଭଲରେ ପଢ଼ିଥିବେ ନିହାତି ଭାବରେ ଭଲ ଏକ୍ଜାମ୍ ସ୍କୋର୍ କରିପାରିବେ। ତ ସେଥିପାଇଁ ଫାଷ୍ଟ ତ ପ୍ରିଫର୍ ଦିଅନ୍ତୁ ସିଲାବସ୍ ସାରିବାର। ଗୋଟେ ମାସ ଭିତରେ ଆପଣମାନଙ୍କର ସିଲାବସ୍ ସରିବା ଦରକାର। ଆଉ ଯେଉଁ ସିଲାବସ୍ ଆପଣମାନଙ୍କର ଚାପ୍ଟର ପଢ଼ିବେ ସେଇଟା ତ ମୁଁ କହି ରଖିଛି, ଆପଣମାନଙ୍କୁ ଅଲରେଡ଼ି ଭିଡ଼ିଓ ପୂର୍ବରୁ ଦେଇଛି, ଭିଡ଼ିଓ ଦେଖିପାରିବେ। ନହେଲେ ଆମ ଟେଲିଗ୍ରାମରେ ଜଏନ୍ ହେଇକରି ସିଲାବସ୍ PDFଟା ଆପଣମାନେ ନିଜେ ବି ଦେଖିପାରିବେ। ବୁଝିପାରିଲେ? ତ ଫାଷ୍ଟ ଫୋକସ୍ ଦିଅନ୍ତୁ ମ୍ୟାଥମେଟିକ୍ସଟାକୁ ଇମ୍ପୋର୍ଟାଣ୍ଟ ଦିଅନ୍ତୁ, କାହିଁକିନା ଆପଣମାନଙ୍କୁ ଜିକେ ଦେଖନ୍ତୁ ଏମିତି କରିବ ତ ସମସ୍ତେ ଫସିଯିବେ। ତ ଜିକେଟାକୁ ଯଦି ସ୍କିପ୍ କରିଦେଉଛନ୍ତି, ଆପଣମାନେ ମ୍ୟାକ୍ସିମମ୍ ସ୍କୋର୍ କରିପାରିବେ ମ୍ୟାଥମେଟିକ୍ସ, କମ୍ପ୍ୟୁଟର, ରିଜନିଂ। ଏ ତିନିଟାକୁ ଯଦି ଟାର୍ଗେଟ୍ କରୁଛନ୍ତି, 100% ଟାର୍ଗେଟ୍ କରୁଛନ୍ତି, ପୁରା ଭଲରେ ପ୍ରିପାରେସନ୍ କରୁଛନ୍ତି, 100% ଆପଣମାନଙ୍କର ସିଲେକ୍ସନ୍ ହେଇକି ହିଁ ରହିବ। ଏଇଟା ମୁଁ ଗ୍ୟାରେଣ୍ଟି ଦେଉଛି, ଯଦି ଏ ତିନିଟାକୁ ପୁରା ଷ୍ଟ୍ରଙ୍ଗ କରୁଛନ୍ତି। ତ ସେଥିପାଇଁ କହୁଛି ମ୍ୟାଥର ଆମର ଯେଉଁ 15-17ଟି ଚାପ୍ଟର ରହୁଛି,
तो बेसिक रु भल भाव क्लीयर हुंतु जेकोसी टाइप भी क्वेश्चन आसले आपण मैंने सहजरे 1-2 मिनट रे कैलकुलेट करें। तो यही टाइप आपण मैंने प्रिपेयर हुंतु। आउ रीजनिंगटा नॉर्मल 2-4टा चैप्टर रु आपण मानकर क्वेश्चन आस 4-5टा चैप्टर रु तो भलसे टे प्रैक्टिस कले देखो आपको कहवाक चाहूँगी रीजनिंग प्रैक्टिस करूँ जिते पाँच प्रैक्टिस करूँ। आउ मैथमेटिक्सटा पूरा बेसिक रु शिखु तार केमिति कौन रोच कौ टाइप क्वेश्चन केमिति सॉल्व होची सेटा देखंतु। आउ हमर कंप्यूटरटा निहाती भाव में बहुत सारा आपण देखंतु खाली बही पढ़ले हेनी बही ठू बेटर रोच आपण मानकर यूट्यूब रे बहुत सारा कंटेंट मिलूची कंप्यूटर जदि आप पढ़ुं दिन को 1 घंटा लेखा कंप्यूटर ताले आराम से हो पार कहीं पूरा प्रांजल भाव में यूट्यूब रे बुझेकी आपण मानक कहउछंती जे प्रति चैप्टर वाइज आउ जेमिति भी क्वेश्चन आसले आपण माने करि परिबे। आउ एथिपई कंप्यूटर नॉलेज थिबा दरकार नहीं आपण माने पढ़िले ही सब जानि परिबे बुझि पाले। ये तीनटा को जदि भले फोकस करूछंती डेफिनेटली आपण मानक स्कोर भल रहबो। आ ओडियाटा बहुत सारा पढ़िया पई पड़ियो तार बेसिक सब जानिबा पई पड़ियो ओडिया केते केमिति को टाइप रो पकेइबो तो रूढ़ि लेखबाणी छंद बचद एटा तो आपण माने आराम से करि परिबे कारण डायरेक्ट क्वेश्चन आसीबो जोटा पढ़थो। आ बाकी बेसिक रु जदि पचारि दबो तो फसी जिवे सेति में भलसे सेटा टिके थियोरेटिकल क्लास देखंतु नले आपण मन सारा सत बुक पढ़ंतु बुझिपारे ओडियाटा को आपण माने ये करेंगे। आ जिके देखंतु आपण माने केते पढ़िबे तो सेथिपई स्पेसिफिक जो माने गाइड करछंती आपण मानको से जहाँ भी सिलेक्टिव जिके दउछंती से जिके आपण माने देखंतु ता रिलेटिव जिके देखंतु तो बेटर रहइबो। नहले जिके सिमते पढ़ुथिबे एते सारा जिके अच्छी आपण मानकर गोटे मनीषर जन्म रु मृत्यु आसीजिवो किंतु जिके कंप्लीट करि परिबोनी। तो सेथिपई बेसी ध्यान दियंतु आपण मानक जो माने भी गाइड करछंती से माने जो जिके प्रोवाइड करूछंती से जिकेटा को भलसे देखंतु आ तार रिलेटेड ओके रिलेटेड मीन्स बुझी पारुथिबे तो से गोडा को किछि किछि देखंतु हेले आपण माने जिके रे मैक्सिमम स्कोर करि परिबे 100% तो कहि परिबेनी मैक्सिमम स्कोर जिके रे करि परिबे बुझी पारले। तो एई टाइप रो जदि आपण माने प्रिपरेशन करछंती निहाती भाबे रिटिनटा भलो स्कोर करि परिबे। ता सहित मन रखंतु फिजिकल मोस्ट इंपोर्टेंट ओके जेहेतु आपण माने जने डिफेंस जॉब रे रहिबे तो फिजिकल इंपोर्टेंट फिजिकल को निहाती भाबे प्रतिदिन कंटिन्यू रखंतु एतिक नुहंत कि एबे माने एते जोर दियंतु किंतु कंटिन्यू सब दिन रखंतु आउ भल स्कोर करेंगे। बहुत शीघ्र आपण मानक पदवी आसवाई जाऊँगी से भलसे प्रिपरेशन करूँ देखूँ किसी डिमोटिवेट हबार कारण नहीं आपण मैंने निजको लाइफटा को देखूँ जदि 3 मास परिश्रम कर पूरा जीवन सारा आपण मानकर माने लाइफस्टाइलटा बदली जीव। तो से एबे 3 मास आपण मानक बहुत गुरुत्वपूर्ण निहाती भाव में भलसे प्रिपरेशन करूँ कहीं भी हेड़ा करूँनी। तो कंपटीशन हाई जीव पदवी जहाँ भी 4-5 हजार भितर रोचे तो आस्पिरेंट आपण मानकर 5 लाख रे पहुँचले ओके प्लस ए वर्ष 3 वर्ष रिलैक्सेशन दे दौची तो आहरी भी आस्पिरेंट बढ़ी जिवे। तो से कंपटीशन लेवल हाई रहिबो तो तांको भितर टॉप जिया कहले भलसे प्रिपरेशन करिया पई पड़िबो। आशा करूची निहाती भाव में भिडियोटी इनफॉर्मेटिव लगी आपण मैंने जो मैंने ओएसएफ सिविल प्रिपरेशन करछंती निहाती भाव में गोटे लेखा लाइक करके मते मोटिवेट करंतु। आपण मानकू जहाँ भी अपडेट आसले मुझे चैनल माध्यम निहाती भाव प्रोवाइड करी से चैनल को सब्सक्राइब कर रखता जहाँ भी अपडेट आसले जनइले आपण यूट्यूब रे नोटिफिकेशन जाई पहुँची ओके।